ଆଉ କିଛି ଦିନ ପରେ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହେବ। ସେ ନେଇ ଆଜି କବିସୂର୍ଯ୍ୟନଗରଠାରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗରସ୍ଥିତ କାଳଞ୍ଜି କୂଳ ସଭାଗୃହଠାରେ ଜିଲ୍ଲା ସଭାପତି ବ୍ରଜସୁନ୍ଦର ମଳିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ଦଣ୍ଡନାଚରେ ଅଶ୍ଳୀଳତା ନଥାଇ ରେକର୍ଡ ଡ୍ୟାନ୍ସ କରିବା, ଅପସଂସ୍କୃତି, ଅଶ୍ଳୀଳତାଠାରୁ ଦୂରେଇ ଲୋକ ସଚେତନତାମୂଳକ ସାମାଜିକ ନାଟକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ପ୍ରଶାସନ ଜାରି କରିଥିବା ଏସ୍ଓପିକୁ ପାଳନ କରି ଦଣ୍ଡଯାତ୍ରା କରିବାକୁ ସମସ୍ତ ଦଣ୍ଡକାଳୀ କମିଟି ନିଷ୍ପତ୍ତି ନେଇଥିଲେ। ବୈଠକରେ ଗଞ୍ଜାମ ଜିଲ୍ଲାର ସମସ୍ତ ଦଣ୍ଡକାଳୀ ମନ୍ଦିର ଅଧିକାରୀ, ପରିଚାଳକ କମିଟି କର୍ମକର୍ତ୍ତା ଉପସ୍ଥିତ ଥିବା ଜଣାଯାଇଛି। କବିସୂର୍ଯ୍ୟନଗରରୁ କୃଷ୍ଣ ନାହକଙ୍କ ରିପୋର୍ଟ, ଜିଲ୍ଲା ଖବର। ବ୍ରଜସୁନ୍ଦର ମଳିକ, ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ସଭାପତି। ଆଜିର ବୈଠକ ଯେକି ଆମର ସରକାରଙ୍କର ଏସ୍ଓପି ଜରିଆରେ ଯେଉଁ ବାହାରିଥିଲା ଆମର ଗାଇଡ଼ଲାଇନ୍ ଯେ ଅପସଂସ୍କୃତି ଏବଂ ଅଶ୍ଳୀଳତା ନଥାଇ ସାମାଜିକ ନାଟକ କରିବା ପାଇଁ ଆଜି ଆମର ଦଣ୍ଡନାଚ ପ୍ରତ୍ୟେକ ଦଣ୍ଡନାଚ କମିଟିମାନଙ୍କୁ ଏବଂ ଅଧିକାରୀମାନଙ୍କୁ ଆମେ ଅନୁରୋଧ କଲୁ ଯେ ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ କୌଣସି ଅଶ୍ଳୀଳତା ନଥାଇ ଅପସଂସ୍କୃତି ନଥାଇ ଆମେ ସାମାଜିକ ନାଟକ କରିବା। ଆଜିର ଏହି ବୈଠକର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେଖନ୍ତୁ, ୟା ପରେ ତ ଡିଟେଲ ସଭାପତି ମହୋଦୟ କହିବେ, କିନ୍ତୁ ଆଜିର ବୈଠକର ଯାହା କାର୍ଯ୍ୟପନ୍ଥା ଥିଲା ସମସ୍ତ ଦଣ୍ଡନାଚ ମହାସଂଘ ଗ୍ରାମ କମିଟି ଉପସ୍ଥିତ ଅଛନ୍ତି। ଦଣ୍ଡନାଚ ମହାସଂଘର କର୍ମକର୍ତ୍ତା ସମସ୍ତେ ଉପସ୍ଥିତ ଅଛନ୍ତି। ଆଗାମୀ ଦଣ୍ଡନାଚ ତ ପାଖେଇ ଗଲା। ଦଣ୍ଡ ଏଇ ମାସ କାହାର ତ 21 ତାରିଖ, କିଏ ତ 27 ତାରିଖ କିମ୍ବା କିଏ 28 ତାରିଖରେ ଦଣ୍ଡନାଚ ବାହାରିବ। ତେଣୁ ଯେଉଁ ଗଭର୍ଣ୍ଣମେଣ୍ଟର ଗାଇଡ଼ଲାଇନ୍ ଅଛି, ସରକାର ଯେଉଁ କଲେକ୍ଟର ଯେଉଁ ନିୟମ କରିଛନ୍ତି ଯେ ଅପସଂସ୍କୃତି ବିହୀନ ଯେଉଁ ଆମର ଅଛି ସାମାଜିକ ନାଟକରେ ଯେଉଁ ମାନେ ମେଲୋଡ଼ିକୁ ଯେଉଁ ଗୁରୁତ୍ୱ ଦେଉଥିଲେ କିଛି ଅନୁଷ୍ଠାନ, ତାକୁ ବାଦ ଦେଇ ଏବଂ ସଂସ୍କୃତିକୁ ଗୁରୁତ୍ୱ ଦେଇ ଆମର ସାମାଜିକ ନାଟକ ହୋଇପାରିବ ବୋଲି ସେମାନେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି କିମ୍ବା ଆମକୁ କହିଛନ୍ତି, ତାକୁ ତା ଉପରେ ସମସ୍ତଙ୍କୁ ସଚେତନ କରିବା ପାଇଁ ଆଜିର ବୈଠକଟି ଡକାଯାଇଥିଲା।